ଯିଏ ସମ୍ମାନ ମିଳିଲେ ଗର୍ବ କରେ ନାହିଁ କି ଅପମାନିତ ହେଲା ପରେ ମଧ୍ୟ କ୍ରୋଧ କରେ ନାହିଁ। କାହାକୁ କଟୁ କଥା ମଧ୍ୟ କୁହେ ନାହିଁ। ପ୍ରକୃତରେ ସେହି ମଣିଷ ହିଁ ମହାନ ହୋଇଥାଏ। ଆଜିର ଦୁନିଆରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କୁ ସାହାଯ୍ୟ କରିବାର ଅଭିନୟ କରନ୍ତି କିନ୍ତୁ ତାଙ୍କ ମନ ଭିତରେ ତୁମ ପାଇଁ ଷଡ଼ଯନ୍ତ୍ର ରଚିଥାନ୍ତି। ପ୍ରକୃତ କଷ୍ଟ ତ ସେତେବେଳେ ହିଁ ଲାଗିଥାଏ ଯେତେବେଳେ ତୁମ ହୃଦୟ ଭିତରେ କାନ୍ଦୁଥିବା ସମୟରେ ଯାହା ପାଇଁ କାନ୍ଦୁଥିବ ତାକୁ କିଛି ଫରକ ପଡ଼ୁନଥିବ। ଯେପରି ମାଛ ପାଣିକୁ ଲୋଭି ଧନକୁ ମାତା ପୁତ୍ରକୁ ଭଲ ପାଇଥାଏ, ଠିକ୍ ସେହିପରି ପ୍ରକୃତ ଭକ୍ତ ଭଗବାନ ନାମକୁ ଭଲ ପାଇଥାଏ। କେବଳ ଶରୀର ସୁନ୍ଦର ହେବା ଦ୍ୱାରା କେହି ସୁନ୍ଦର ହୋଇଯାଏନା। ମଣିଷର ଭଲ କର୍ମ, ବିଚାର, ବାଣୀ, ବ୍ୟବହାର ଓ ସଂସ୍କାର ମଣିଷକୁ ସୁନ୍ଦର କରିଥାଏ।